ଜୟଗୁରୁ। ପରମାଧ୍ୟ ଶ୍ରୀ ଶ୍ରୀ ଠାକୁରଙ୍କ ପଦପଙ୍କଜରେ ମୋର କୋଟି କୋଟି ପ୍ରଣାମ। ପରମାଧ୍ୟା ଶ୍ରୀ ଶ୍ରୀ ବଡ଼ମାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ପରମ ପୂଜ୍ୟ ଶ୍ରୀ ଶ୍ରୀ ବଡ଼ଦା, ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ରାତୁଳ ଚରଣରେ ମୋର କୋଟି କୋଟି ପ୍ରଣାମ ନିବେଦନ କରୁଛି। ଏହି ନାରୀର ନୀତି ଶୁଣୁଥିବା ସମସ୍ତ ଗୁରୁ ଭାଇ ମା ମାନଙ୍କୁ ସମସ୍ତଙ୍କୁ ମୋର ଅନ୍ତରର ଜୟଗୁରୁ। ମୁଁ ଆଜି ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 87 ବାଣୀ ଆପଣମାନଙ୍କ ଆଗରେ ତୋଳି ଧରିବି। ଭୁଲ ଥିଲେ କ୍ଷମା ଦେବେ। ନାରୀର ନୀତି 87 ବାଣୀ। ଜୀବନ ଧର୍ମରେ ଇଷ୍ଟ। ଇଷ୍ଟ ବା ଆଦର୍ଶ ବା ଗୁରୁ ତାହା ହିଁ ବା ସେ ଯାହାଙ୍କୁ ଲକ୍ଷ୍ୟ କରି ଅନୁସରଣ କରି ମଣିଷ ଜୀବନ ଯଶ ଓ ବୃଦ୍ଧିରେ କ୍ରମୋନ୍ନତି ଲାଭ କରିପାରେ। ଆଉ ଆସକ୍ତି ବା ଭକ୍ତି ତାଙ୍କଠାରେ ନିବଦ୍ଧ ଥିବାରୁ ପାରିପାର୍ଶ୍ୱିକ ଓ ଜଗତ ସେଥିରେ କୌଣସି ବିକ୍ଷେପ ସୃଷ୍ଟି କରି ନ ପାରି ଜ୍ଞାନରେ ସମୃଦ୍ଧ କରି ତୋଳେ। ତେଣୁ ଆଦର୍ଶ ବା ଗୁରୁଙ୍କଠାରେ ଏକାନ୍ତିକତା ଜୀବନ ପକ୍ଷରେ ଏତେ ପ୍ରୟୋଜନୀୟ। ଅତଏବ ଧର୍ମ ସାଧନାର ପ୍ରଥମ ଓ ପ୍ରଧାନ ପ୍ରୟୋଜନ ହିଁ ହେଉଛି ଇଷ୍ଟ ଆଦର୍ଶ ବା ଗୁରୁ। ଆଉ ଧର୍ମଶାଳା ହେବାକୁ ହେଲେ ହିଁ ଦରକାର ତାଙ୍କଠାରେ ଭକ୍ତି ଓ ତାଙ୍କର ଅନୁସରଣ ଓ ଆଚରଣ। ସେ ଏପରି ଚରିତ୍ର ନେଇ ଯହିଁରେ ଏହି ଭକ୍ତି ବା ଆସକ୍ତି ସ୍ୱାମୀ ଓ ପାରିବାରିକ ସମସ୍ତଙ୍କ ଭିତରେ ଯେପରି ଏଭଳି ପ୍ରେରଣାର ସୃଷ୍ଟି କରେ ଯେଉଁଥିରେ ସେମାନେ ଏଥିରେ ଉଦ୍ବୁଦ୍ଧ ଓ ଅନୁପ୍ରାଣିତ ହୋଇ ଉଠନ୍ତି। ଆଉ ଏପରି ହେଲେ ଯାଇ ତୁମର ସହଧର୍ମିଣୀତ୍ୱ ସାର୍ଥକ ହେବ, ଦେଖିବ ଉଜ୍ଜ୍ୱଳ ହେବ ଓ ଉଜ୍ଜ୍ୱଳ କରି ତୋଳିବ। ବାଣୀ ସଂଖ୍ୟା 87। ପୁଣି ଥରେ ଜୀବନ ଧର୍ମରେ ଇଷ୍ଟ। ଇଷ୍ଟ ବା ଆଦର୍ଶ ବା ଗୁରୁ ତାହା ହିଁ ବା ସେ ଯାହାଙ୍କୁ ଲକ୍ଷ୍ୟ କରି ଅନୁସରଣ କରି ମଣିଷ ଜୀବନ ଯଶ ଓ ବୃଦ୍ଧିରେ କ୍ରମୋନ୍ନତି ଲାଭ କରିପାରେ। ଆଉ ଆସକ୍ତି ବା ଭକ୍ତି ତାଙ୍କଠାରେ ନିବଦ୍ଧ ଥିବାରୁ ପାରିପାର୍ଶ୍ୱିକ ଓ ଜଗତ ସେଥିରେ କୌଣସି ବିକ୍ଷେପ ସୃଷ୍ଟି କରି ନ ପାରି ଜ୍ଞାନରେ ସମୃଦ୍ଧ କରି ତୋଳେ। ତେଣୁ ଆଦର୍ଶ ବା ଗୁରୁଙ୍କଠାରେ ଏକାନ୍ତିକତା ଜୀବନ ପକ୍ଷରେ ଏତେ ପ୍ରୟୋଜନୀୟ। ଅତଏବ ଧର୍ମ ସାଧନାର ପ୍ରଥମ ଓ ପ୍ରଧାନ ପ୍ରୟୋଜନ ହିଁ ହେଉଛି ଇଷ୍ଟ ଆଦର୍ଶ ବା ଗୁରୁ। ଆଉ ଧର୍ମଶୀଳା ହେବାକୁ ହେଲେ ହିଁ ଦରକାର ତାଙ୍କଠାରେ ଭକ୍ତି ଓ ତାଙ୍କର ଅନୁସରଣ ଓ ଆଚରଣ। ସେ ଏପରି ଚରିତ୍ର ନେଇ ଯହିଁରେ ଏହି ଭକ୍ତି ବା ଆସକ୍ତି ସ୍ୱାମୀ ଓ ପାରିବାରିକ ସମସ୍ତଙ୍କ ଭିତରେ ଯେପରି ଏଭଳି ପ୍ରେରଣାର ସୃଷ୍ଟି କରେ ଯେଉଁଥିରେ ସେମାନେ ଏଥିରେ ଉଦ୍ବୁଦ୍ଧ ଓ ଅନୁପ୍ରାଣିତ ହୋଇ ଉଠନ୍ତି। ଆଉ ଏପରି ହେଲେ ଯାଇ ତୁମର ସହଧର୍ମିଣୀତ୍ୱ ସାର୍ଥକ ହେବ, ଦେଖିବ ଉଜ୍ଜ୍ୱଳ ହେବ ଓ ଉଜ୍ଜ୍ୱଳ କରି ତୋଳିବ। ବାଣୀ ସଂଖ୍ୟା 87। ଜୟଗୁରୁ।